ଜୟ ମା ଶାରଳା କଥାର ଶୀର୍ଷକ ନାରଦ ହାରିଲେ ଇତର ବାବାଜୀ ଜିତିଲେ। କାରଣ କ'ଣ ନା ଦେବର୍ଷି ନାରଦ ଦିନେ ବୀଣା ବାଦନ କରିକିରି ମର୍ତ୍ତ୍ୟରେ ଯେତେବେଳେ ପରିଭ୍ରମଣ କରୁଛନ୍ତି, ଦେଖିଦେଲେ ଗୋଟେ ଦୁଃଖିନୀ ମା ଯାଇକିରି ନାରଦଙ୍କର ପାଦ ତଳେ ପଡ଼ିଗଲେ। ହେ ନାରଦ ଦେବର୍ଷି, ଆପଣ ବ୍ରହ୍ମାଙ୍କର ମାନସ ପୁତ୍ର, ଆପଣ ନାରାୟଣ ଶ୍ରୀହରିଙ୍କର ପରମ ପ୍ରିୟ ଭକ୍ତ, ଆପଣ ଟିକେ ଦୟା କରନ୍ତୁ। 10-12 ବର୍ଷ ହେବ ବୈବାହିକ ଜୀବନରେ ଆଚ୍ଛାଦିତ ହେଲେଣି, କୋଡ଼କୁ ଗୋଟେ ସନ୍ତାନ ସନ୍ତତି ନାହିଁ। ଆପଣ କୃପା କଲେ ଆପଣଙ୍କର ଦିବ୍ୟ କୃପା ଦୃଷ୍ଟିରୁ ମୋର ଗୋଟିଏ ସନ୍ତାନ ସନ୍ତତି ହେବ। ଦେବର୍ଷି ନାରଦ ଚକିତ ହେଇଗଲେ, କହିଲେ ମୋ ପ୍ରଭୁଙ୍କୁ ପଚାରିକିରି ଆସେ। ବୈକୁଣ୍ଠପୁରେ ପହଞ୍ଚିଗଲେ, ନାରାୟଣ ନାରାୟଣ ଜପ କରିକି ନାରାୟଣ ଉଠିଲେ। କହିଲେ ଦେବର୍ଷି କ'ଣ କହୁଛନ୍ତି? ନା ଆଜ୍ଞା, ମର୍ତ୍ତ୍ୟରେ ଗୋଟେ ମା ବୈବାହିକ ଜୀବନରେ ଆଚ୍ଛାଦିତ ହେଇଛି, ବହୁତ ଦୁଃଖ, ତା କୋଳରେ ଗୋଟେ ସନ୍ତାନ ସନ୍ତତି ନାହିଁ। ନା ତମେ କ'ଣ କହିଲ? ନା ମୁଁ ଶ୍ରୀହରିଙ୍କୁ ପଚାରିକିରି ଆସେ। ଭଗବାନ ହସିଦେଲେ, ଗୋଟିଏ ଗଛକୁ ଅନେଇଦେଲେ। କହିଲେ ନାରଦ ସେ ଗଛକୁ ଦେଖିଲ? ନାରଦ ଅନେଇଲେ ସେ ଗଛକୁ, କହିଲେ ଆଜ୍ଞା, ନା ଏ ଗଛରେ ଯେତିକି କୋଟି ପତ୍ର ଅଛି ସେତିକି କୋଟି ଜନ୍ମ ପର୍ଯ୍ୟନ୍ତ ତାର ସନ୍ତାନ ସନ୍ତତି ନାହିଁ। ନାରଦ ଆସିଲେ, ସେ ମାଆକୁ ସେଇ କଥା କହିଦେଲେ। କହିଲେ ଗୋଟିଏ ବୃକ୍ଷ ଦେଖିଲେ, ସେ ବୃକ୍ଷରେ ଯେତିକି ପତ୍ର ଅଛି ଏତିକି କୋଟି ପର୍ଯ୍ୟନ୍ତ, 2 କୋଟି ବା 3 କୋଟି ଜନ୍ମ ପର୍ଯ୍ୟନ୍ତ ତୁମର ସନ୍ତାନ ସନ୍ତତି କିଛି ନାହିଁ। ନା ତାହେଲେ କ'ଣ କରାଯିବ? ଚାଲିଗଲେ। ହଠାତ୍ ଦିନେ ମାସେ 2 ମାସ ଯାଇନାହିଁ, ସେଇ ଦାଣ୍ଡ ଦେଇକିରି ଗୋଟେ ପାଗଳା ବାବାଜୀ ଛିଣ୍ଡା ଅଖା ପିନ୍ଧିଛି, ଧୂଳି ଧୂସର ହେଇଛି, ଆଉ ତା ଶରୀରରେ କିଛି ନାହିଁ। ତେଣୁକରି ଆଜି କ'ଣ କଲେ ନା ଦାଣ୍ଡରେ ପାଗଳା ହେଇ କହୁଛନ୍ତି, ପଟେ ରୁଟି ଦେବ, ଗୋଟିଏ ରୁଟି ଦେବ, ଗୋଟିଏ ପୁଅ ଦେବି। 2ଟା ରୁଟି ଦେଲେ 2ଟା ପୁଅ ଦେବି। 3ଟା ରୁଟି ଦେଲେ 3ଟା ପୁଅ ଦେବି। 2ଟା ସଢ଼େଇକି ବାଡ଼େଇକି ଯାଉଛନ୍ତି, ହାଲା କରିକି ଯାଉଛନ୍ତି। ମା ଜଣକ ଚିନ୍ତା କଲେ, କୋଳରେ ତ ସନ୍ତାନ ସନ୍ତତି ନାହିଁ। ଯଦି ଏ ପାଗଳା ଯେଉଁ କଥାଟା କହୁଛି, ଏ ପାଗଳା କଥା ଭାରି ମିଠା ଲାଗୁଛି, ଏ ପାଗଳାକୁ ଖାଇବାକୁ ଦେଇଥାଏ, ଯାହା ମୋ କର୍ମରେ ଥିବ। ଦେବର୍ଷି ନାରଦ ମନା କରିଦେଲେ, ସତରେ କ'ଣ ଆଉ ସେ ପିଲା ଆସିବ? ଆଉ କ'ଣ ମୋର ପିଲା ହେବ? ଏଇ କଥା ଚିନ୍ତା କଲା ଭିତରେ ପାଗଳାକୁ ଡାକିଲେ, କହିଲେ ପାଗଳା ରୁଟି ଖାଇବ? ନା ମା ତୁ ରୁଟି ଦେବୁ, ଯଦି ଗୋଟିଏ ରୁଟି ଦେବୁ ଗୋଟିଏ ପୁଅ ଦେବି, 2ଟା ରୁଟି ଦେଲେ 2ଟା ପୁଅ ଦେବି। ମା କ'ଣ କଲେ, କହିଲେ ଛାଡ଼, ନାରଦ ଯେଉଁ କଥା ମନା କରିଛନ୍ତି ଆଉ କ'ଣ ହେଇପାରିବ? ତେଣୁକରି ରୁଟି 7-8ଟା କଲେ। କହିଲେ ଗୋଟିଏ ପାଗଳାକୁ ତ ଭୋଜନ କରିଦେବି। ଏଇ ନ୍ୟାୟରେ 7-8 ପଟ ରୁଟି କରିକିରି ଆଣିକିରି ଦେଇଦେଲେ। ପାଗଳା ଗଣିଦେଲା ରୁଟି 8ଟା, କହିଲା ଯା ତୋର 8ଟା ପୁଅ ହେବ। 8ଟା ରୁଟି ଖାଇଦେଲା, ଚାଲିଗଲା। ହଠାତ୍ ସେ ମାଆର କିଛି ଦିନ ପରେ ଗର୍ଭବାସ ହେଲା। ପ୍ରକୃତ କଥା ପାଗଳା ବାବାଜୀ ଯାହା କହିଥିଲା, 8 ବର୍ଷରେ 8ଟା ପିଲା ହେଲେ। ଦେବର୍ଷି ନାରଦ ଦୈବାତ ଦିନେ ମର୍ତ୍ତ୍ୟକୁ ବୁଲିବାକୁ ଆସିଛନ୍ତି, ଦେଖିଦେଲେ ସେ ମାଆଟି ଖୁସି ଅଛି, ପିଲାଗୁଡ଼ାକ ତାର ସବୁ ବୁଲୁଛନ୍ତି ଚତୁଃପାର୍ଶ୍ୱ। କହିଲେ ଇଏ କିଏ ମା? ନା ଇଏ ସବୁ ମୋରି ପିଲା। ନା ଇଏ ଆସିଲେ କେମିତି? ନା ମୁଁ ଜାଣିନି, ଗୋଟେ ପାଗଳା ବାବାଜୀ 8ଟା ରୁଟି ଖାଇଲା, 8ଟା ପିଲା ଦେଲା। କହିଲେ ତମେ ଡୁପ୍ଲିକେଟ୍ ବାବାଜୀ, ତମେ ଠିକ୍ ବାବାଜୀ ନୁହଁ, ତମେ ମିଛରେ ନାରାୟଣଙ୍କ ନାମ ଜପ କରୁଛ। ନାରଦଙ୍କ ଭିତରେ କ୍ରୋଧ ହେଲା, ନାରଦ ଅସମ୍ମାନ ହେଲେ, ଯାଇ ନାରାୟଣଙ୍କ ପାଖରେ ପହଞ୍ଚିଲେ। କହିଲେ ପ୍ରଭୁ ଆପଣ ଡୁପ୍ଲିକେଟ୍, ମୁଁ ମଧ୍ୟ ଡୁପ୍ଲିକେଟ୍। ନା ମାନେ ଡୁପ୍ଲିକେଟ୍ କେମିତି ହେଲୁ? ନା ଆପଣ ମନା କଲେ ଏ ଗଛରେ ଯେତିକି କୋଟି ପତ୍ର ଅଛି ପିଲା ଛୁଆ ହେବ ନାହିଁ। ଗୋଟେ ବାବାଜୀ 8 ପଟ ରୁଟି ଖାଇକିରି 8ଟା ପିଲା ତାଙ୍କୁ ଦେଇକିରି ଗଲା, ଆସିଲା କେଉଁଠୁ? ନା ଗୋଟେ କାମ କର, ମୋ ଦେହ ଭଲ ନାହିଁ, ମୋର କିଛି ବ୍ଲଡ଼ ଦରକାର, ମୋତେ ବ୍ଲଡ଼ ଆଣିକିରି କିଛି ଦିଅ। ନାରଦ ବୁଲିଗଲେ, ନିଜେ ଚିନ୍ତା ନ କରିକିରି ବୁଲିଗଲେ, ଯେଉଁଠୁ ବୁଲି ଆଉ ପାଇଲେନି। ହଠାତ୍ ଦୈବାତ ସେ ପାଗଳା ପାଖରେ ପହଞ୍ଚିଲେ। ପାଗଳା ଯେତେବେଳେ ବାବାଜୀକି ଦେଖିଲା, ପ୍ରଣାମ କଲା। ସାଧୁ ପ୍ରଭୁର ପ୍ରଣାମ। କହିଲେ ପାଗଳା ଗୋଟେ କଥା କହିବି? ନା ତମ ମନ କାହିଁ ଦୁଃଖ ହେଇଛି? ପାଗଳା ବାବାଜୀ ପଚାରିଲେ ନାରଦଙ୍କୁ, ତମ ମନ କାହିଁ ଦୁଃଖ ହେଇଛି? ନା ମୋ ପ୍ରଭୁଙ୍କ ଦେହ ଖରାପ। ଯେତେବେଳେ ପାଗଳା ଶୁଣିଦେଲା, କାନ୍ଦିଦେଲା, କହିଲା ମୋ ପ୍ରଭୁଙ୍କ ଦେହ ଖରାପ କ'ଣ ହେଇଛି? ନା ପ୍ରଭୁଙ୍କର ବ୍ଲଡ଼ ଦରକାର। ତେଣୁକରି ପାଗଳା କ'ଣ କଲା ନା ହାତ କାଟିଦେଲା, କଂସାଏ ବ୍ଲଡ଼ ଦେଇଦେଲା। କହିଲା ଏଇ କଂସାଏ ହେବ ନା ଆଉ କେତେ ଦରକାର? ନା ଏତିକି କାଫି। ତେଣୁକରି ସେଇ ବ୍ଲଡ଼କୁ ନେଇକିରି ନାରଦ ଯାଇକିରି ଭଗବାନଙ୍କୁ ଦେଲେ। କହିଲେ ପ୍ରଭୁ ବ୍ଲଡ଼ ଆଇଲି। ଭଗବାନ ଧଇଲେ, ହସିଲେ, ନାରଦଙ୍କୁ ଅନେଇ କହିଲେ ଆରେ ତୁ ବ୍ଲଡ଼ ତୋ ପାଖରେ ଅଛି, କିନ୍ତୁ ତୁ ଦେଇପାରିଲୁନୁ, ଚାରିଆଡ଼େ ବୁଲିଲୁ, ସେ ପାଗଳା ପାଖରେ ପହଞ୍ଚିଲୁ। ସେ ପାଗଳା ତ ଦେଖିଲା ପ୍ରଭୁଙ୍କ ଦେହ ଖରାପ ଅଛି, ପ୍ରଭୁଙ୍କର ବ୍ଲଡ଼ ଦରକାର। ସେ ପାଗଳା କ'ଣ କଲା ନା ତତ୍କ୍ଷଣାତ୍ ଛୁରୀ ଧରିକିରି ନିଜ ହାତକୁ କାଟି ଦେଇକିରି ସବୁଯାକ ବ୍ଲଡ଼ ଦେଇଦେଲା, କଂସାଏ ବ୍ଲଡ଼ ଦେଇଦେଲା। ନା ସେଇ ପାଗଳା ଯାହା କହିବ ମୁଁ ତା କଥାରେ ଅଛି, ମୋର ଭକ୍ତ ମୋର ମିତ୍ର, ସେ କରେ ଜଗତ ପବିତ୍ର। ମୋ ଭକ୍ତ ପାଗଳାରେ ଯାହା କହିଦେବ ମୁଁ ଭକ୍ତଙ୍କର ଇଚ୍ଛା ପୂର୍ଣ୍ଣ କରେ। ନାରଦ କହିଲେ ମୁଁ କ'ଣ ଭକ୍ତ ନୁହଁ? ନା ଭକ୍ତ ଯିଏ ଯଦି ହେଇଥାଏ, ତୁମେ ସେଇଠି ସେଇ ମାଆକୁ କହିଥାନ୍ତ ପୁତ୍ରବତୀ ଭବ, ତୁମେ ମୋ ଯାଏ କାହିଁ ଆସିଲ? ଯିଏ ଭଗବାନଙ୍କୁ ଭଲ ପାଏ, ସେ ଯାହା କହିଦିଏ ମୁଁ ତା କାମ କରେ। ମୁଁ ସବୁବେଳେ ଭକ୍ତ କାମ କରେ। ଭକତ ହିତେ ମୋର ତନୁ। ମୁଁ କେବଳ ଭକ୍ତଙ୍କ ପାଇଁ ଏ ଶରୀର ବହିଛି, ତେଣୁ ଭକ୍ତ ହେଉଛି ମୋର ମିତ୍ର। ତେଣୁକରି ଭକ୍ତଙ୍କର କୀର୍ତ୍ତିକି ମୁଁ ଯୁଗେ ଯୁଗେ ରଖିଥାଏ। ଏହି ହେଉଛି ମୋ ପ୍ରଭୁପଣ। ଜୟ ମା ଶାରଳା, ଜୟ ମା।